ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1, ଅଷ୍ଟମୀ ଦିନ ସନ୍ଧ୍ୟା ସମୟରେ ଘରର ଈଶାନ୍ୟ କୋଣରେ ଘିଅ ଦୀପରେ କେଶର ପକାଇ ଜାଳିବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ। ନମ୍ବର 2, ଶୁକ୍ରବାର ଦିନ ଗୋଟିଏ ପଦ୍ମ ଫୁଲ ଆଣି ଘରେ ପଇସା ରଖୁଥିବା ସ୍ଥାନରେ ରଖିବା ଉଚିତ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ନମ୍ବର 3, ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ସକାଳୁ ଧଳା ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ। ନମ୍ବର 4, ଯଦି ଘରେ ଶୁକ୍ରବାର ଦିନ ଶ୍ରୀ ସ୍ରୋତ କିମ୍ବା ଲକ୍ଷ୍ମୀ ସ୍ରୋତ ପାଠ କରାଯାଏ ତେବେ ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ନମ୍ବର 5, ଘରେ ବେକାର ପଡ଼ିଥିବା ଜିନିଷ ରଖିବା ଉଚିତ ନୁହେଁ କିମ୍ବା ବନ୍ଦ ହୋଇ ପଡ଼ିଥିବା ବିଦ୍ୟୁତ୍ ଉପକରଣ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନମ୍ବର 6, ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ଲଗାଇବା ଦ୍ୱାରା ଶୁଭତ୍ୱ ବୃଦ୍ଧି ହୋଇଥାଏ। ନମ୍ବର 7, ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଚପଲ ରଖିବା ଅନୁଚିତ। ଏହାଦ୍ୱାରା ଅଶୁଭତ୍ୱ ଦେଖାଦେଇଥାଏ। ନମ୍ବର 8, ଘର ଦିନ 12ଟା ପୂର୍ବରୁ ପୋଛା ମାରିବା ଉଚିତ ଏବଂ ଗୁରୁବାର ଦିନ ଘର କେବେ ପୋଛା ମାରିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ନମ୍ବର 9, ମଳିନ ପଡ଼ିଯାଇଥିବା ଆଇନା କିମ୍ବା ଭାଙ୍ଗି ଯାଇଥିବା ଆଇନା ଘରେ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ନମ୍ବର 10, ଗୋଟିଏ ନଡ଼ିଆକୁ ହଳଦିଆ କପଡ଼ାରେ ବାନ୍ଧି ଠାକୁର ଘରେ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଲେ ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 11, ଗୁରୁବାର ଦିନ ଗୋଟିଏ ହଳଦିଆ କପଡ଼ାରେ ଚାଉଳ, ନଡ଼ିଆ, ଗୁଆ, ପଇସା ଏବଂ ହଳଦୀକୁ ବାନ୍ଧି ପ୍ରତ୍ୟେକ ଦିନ ପୂଜା କଲେ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 12, ଶନିବାର ଦିନ ଘର ଦ୍ୱାର ମୁହଁରେ ସୋରିଷ ତେଲରେ ଦୀପ ଜଳାଇଲେ ଏବଂ ଦୀପ ଲିଭିଲା ପରେ ଜଳିଥିବା ତେଲକୁ ଅଶ୍ୱତ୍ଥ ଗଛ ମୂଳରେ ଢାଳିଲେ ଧନ ବୃଦ୍ଧି ହୋଇଥାଏ। ନମ୍ବର 13, 11ଟି ଗୁଆକୁ ହଳଦିଆ କପଡ଼ାରେ ବାନ୍ଧି ରୋଷେଇ ଘରର ପୂର୍ବ କୋଣରେ ରଖିଲେ ଘରେ କେବେ ଅନ୍ନ ଏବଂ ଧନର ଅଭାବ ହୁଏ ନାହିଁ। ନମ୍ବର 14, କୌଣସି ନିର୍ଧନ ବ୍ୟକ୍ତି, ରୋଗୀ କିମ୍ବା ଅଭାବଗ୍ରସ୍ତ ଲୋକଙ୍କୁ ଅର୍ଥ ଦାନ କରିବା ଦ୍ୱାରା ସବୁବେଳେ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ନମ୍ବର 15, ଘରର ଈଶାନ୍ୟ ଦିଗ ଅଥବା ଉତ୍ତର ପୂର୍ବ ଦିଗରେ କେବେ ବି ସ୍ୱାମୀ ସ୍ତ୍ରୀ ଶୋଇବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ରୋଗ ଉତ୍ପନ୍ନକାରୀ ହୋଇଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବାରୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।